ହେଲା ବର୍ଷରେ ନାଚି ଅଛି ଆମେ ଖୁସି ଅଛି ଆଜି ଆମେ ମହାଭାରତ ଗୀତ ଆଉ କୃଷ୍ଣଙ୍କର ଗୀତରେ ଆମେ ନାଚୁ ଆମକୁ ଶିକ୍ଷା ଦେଇକି ପୂର୍ବ କାଳରେ କେମିତି କୃଷ୍ଣ ନିଜ ଗୋପୀମାନଙ୍କ ସହିତ ରାସଲୀଳା କରୁଥିଲେ ଆଉ ତାଙ୍କ ଜୀବନ ବାଧା କରୁଥିଲେ। ସର୍ବପ୍ରଥମେ ନମସ୍କାର, ଜୟ ଜଗନ୍ନାଥ। ମୁଁ ଦିବ୍ୟାଙ୍ଗ ନୃତ୍ୟଶିଳ୍ପୀ କୋରିଓଗ୍ରାଫର। ମୋର ସବୁ ଦିବ୍ୟାଙ୍ଗ ଷ୍ଟୁଡେଣ୍ଟ ମାନେ ସବୁ ମୁଁ ଏଭଳି 40ଟି ପିଲା ଅଛନ୍ତି। ପିଲାମାନଙ୍କୁ ଦିବ୍ୟାଙ୍ଗ ଶିକ୍ଷା ମୋର ଅନୁଷ୍ଠାନ ଅଛି ଆର୍ଟ ଆଣ୍ଡ କଲଚର ମଲ୍ଟି ଟ୍ୟାଲେଣ୍ଟ ଅର୍ଗାନାଇଜେସନ। ଏ ପର୍ସନ ୱିଥ ଆବିଲିଟି ଇନ ଡିଜାବିଲିଟି ଦିବ୍ୟାଙ୍ଗ ମାନଙ୍କର ଦକ୍ଷତା ପରିପ୍ରକାଶ କରିବା ନିମନ୍ତେ ମୋର ଏକ ଅନୁଷ୍ଠାନ, ଯାହାକି ଦିବ୍ୟାଙ୍ଗ ମାନଙ୍କର ଯୋଉ କଳା ରହିଛି ଲୁକାୟିତ କଳା ପ୍ରତିଭା ମୁଁ ଦିଲ୍ଲୀ ଦରବାରଠୁ ଆରମ୍ଭ କରିକି ଅନ୍ୟ ଅନ୍ୟ ରାଜ୍ୟ ରହିଛି ସେମାନଙ୍କୁ ନେଇକି ଯାଉଛି। ଆଉ ତାଙ୍କ ଭିତରେ ଯୋଉ ପ୍ରତିଭା ଅଛି ଟ୍ୟାଲେଣ୍ଟ ଅଛି, ଯୋଉ ଆମ ମାନଙ୍କର ମାନସିକରେ ଆମେ ଅକ୍ଷମତା ଶାରୀରିକରେ ଅକ୍ଷମତା ମାନସିକରେ ଆମେ ସକ୍ଷମତା, ସେ ମାନସିକ ବଳରେ ଆମେ ଦୃଢ ଶକ୍ତି ମନରେ ରଖିକି ଆମେ ଆଗେଇ ଚାଲିଛୁ। ଯଦି ଆମକୁ ମାନସିକ ବଳରେ ଆମକୁ ଖାଲି ହାତ ଟିକେ ଦରକାର, ଆପଣ ମାନେ ହାତ ବଢେଇ ଦେଲେ ଆମେ ଦିଆ ଦେଖିଦେବୁ। ଜୟ ଜଗନ୍ନାଥ। ସବୁଠୁ ବଡ କଥା ମୁଁ ନିଜେ ନୃତ୍ୟ କରିଥିଲି ଜଗନ୍ନାଥଙ୍କର, ଯେ ମୁଁ ସବୁ ଜାଗାରେ ଯାଏ, ଦିଲ୍ଲୀରେ ମଧ୍ୟ କରିଥିଲି ଜଗନ୍ନାଥଙ୍କର ନୃତ୍ୟ କରିଥିଲି, ବହୁତ ଖୁସି ଲାଗିଲା। ବର୍ତ୍ତମାନ ମୁଁ ଏଇ କନସେପ୍ଟକୁ ମାଲେସିଆରେ କରିବି, ଯୋଉଟା କି ମତେ ବହୁତ ଖୁସି ଲାଗେ କି ଓଡିଶାର ବିକଳା ସଂସ୍କୃତି ଯାହା ପାଇଁ ମାନେ ଯାହାର କୋଟି କୋଟି ପ୍ରାଣ କାନ୍ଦି ଉଠେ, ଯାହା ମୋର କାଳିଆ ଠାକୁର ପାଇଁ ମୁଁ ଯୋଉଠିକି ଯାଏ ଜଗନ୍ନାଥଙ୍କ ନୃତ୍ୟ କରେ, ଭଲ ଲାଗେ। ସମ୍ବଲପୁରୀ ବି କରିଥିଲି ରାଷ୍ଟ୍ରପତି ଭବନରେ, ରାଷ୍ଟ୍ରପତି ମ୍ୟାଡାମ ବହୁତ ଖୁସି ହେଇଯାଇଥିଲେ, ବହୁତ ଖୁସି ଲାଗିଲା ସେଦିନ ସମ୍ବଲପୁରୀ କରିକି। ଆଉ ଏଥରକ ମୁଁ ଚାହୁଁଛି କି ଆମର ଏଇ ଧନ୍ୟବାଦ ଦେବି କି ମତେ ଆଉ ଧନ୍ୟବାଦ ଦେବି କି ମତେ ଧର୍ମଶାଳା ମୋର ଯୋଉ ସୁଯୋଗ ମିଳୁଛି, ଦିବ୍ୟାଙ୍ଗ ମାନଙ୍କୁ ସୁଯୋଗ ମିଳୁଛି, ବହୁତ ଖୁସି ଲାଗୁଛି। କାହିଁକି ନା ସବୁ ମହୋତ୍ସବ ମୁଁ ଲକ୍ଷ୍ୟ ରଖିଛି କି ସମସ୍ତଙ୍କୁ ଆର୍ଟିଷ୍ଟ ମାନଙ୍କୁ ବଡ ବଡ ଆର୍ଟିଷ୍ଟ ମିଳିଛି, ବହୁତ ଖୁସି ଲାଗୁଛି। କାରଣ ଆମ ମାନଙ୍କର ଗୋଟେ ପେଟଟି ଅଛି, ଆମକୁ ବି ଭୋକ କରେ ଆଜ୍ଞା। ତ ଆମକୁ ସୁଯୋଗ ମିଳିଛି, ସବୁଠୁ ଆମ ଦିବ୍ୟାଙ୍ଗ ମାନଙ୍କ ଭାଇ ମାନଙ୍କ ଭଉଣୀ ମାନଙ୍କ ମୁହଁରେ ହସ ଫୁଟିଛି, ତାଠୁ ବଡ କଥା ନାହିଁ। ଧନ୍ୟବାଦ ଦେବି ଆମର ଯୋଉମାନେ କର୍ମକର୍ତ୍ତା ଯୋଉ ଅଛନ୍ତି, ସେ ଆମକୁ ସୁଯୋଗଟି ଦେଇଛନ୍ତି। ରେସପେକ୍ଟ ସମ୍ମାନର ସହିତ ଆମକୁ ପ୍ରୋଗ୍ରାମ ଟି କଲେ, ପରଫରମାନ୍ସ ଡାକିଲେ, ଆମେ ପ୍ରୋଗ୍ରାମ ଟି କଲୁ, ବହୁତ ଖୁସି ଲାଗିଲା। ଜୟ ଜଗନ୍ନାଥ, ଜୟ ଜଗନ୍ନାଥ। ଲୋକଙ୍କ ମନରେ ରହିଛି କି ଦିବ୍ୟାଙ୍ଗଟି ଜନ୍ମ ହେଲା, ତାଙ୍କ ଗାର୍ଡିଆନ କୁହନ୍ତି ମୋ ପିଲାଟି ଜନ୍ମ ହେଲା, ଆରେ ଜନ୍ମ ହେଇବା ପୂର୍ବରୁ ଟିକେ ମାରିଦେଲେ। କେତେ ଲୋକ ବି ଅଛନ୍ତି, ଆମକୁ ବି ଶୁଣିବାକୁ ପାଇଛି ଛୋଟବେଳ ବୟସ ସମୟରେ, ଯେତେବେଳେ ମୁଁ ଜନ୍ମ ହେଇଥିଲି, ଭାଇ ଭଉଣୀ, ଇଏ ମୋ ଭଉଣୀ ସାଗରିକା। ଆଉ ତ ଆମେ ଯେତେବେଳେ ଜନ୍ମଟେ ହେଇଥିଲୁ, ଆମ ଏମିତି ବି ଲୋକଙ୍କୁ କହିଥିଲା ଛୋଟ ଛୋଟ ଦିଟା ଜନ୍ମ କରିଥିଲା, ମାରି ଦେଇଥିଲେ ଭଲ ହେଇଥାନ୍ତା। କାରଣ ବୋଝ, ଲୋକ ଭାବନ୍ତି କି ଆମେ ହଉଛନ୍ତି ବୋଝ, କିନ୍ତୁ ଆମେ ବୋଝ ନୁହଁ, ୱି କ୍ୟାନ୍। ଆମ ପାଖରେ ଆତ୍ମବିଶ୍ୱାସ ଅଛି, ଆମେ ନିଜେ ମାନେ ରୋଜଗାର ସହିତ ଅନ୍ୟମାନଙ୍କୁ ରୋଜଗାର ଦେଇପାର ସକ୍ଷମତା ଆମ ପାଖରେ ଅଛି। କିନ୍ତୁ ଆମକୁ ବୁଝିବା ଦରକାର, ଆମର ଫିଲିଂସ ବୁଝିବା ଦରକାର। ଆମେ ମାନେ କୌଣସି ଗୁଣରେ କମ ନୁହଁ, ଦିବ୍ୟାଙ୍ଗ, ଦିବ୍ୟ ଦେବତାର ଅଙ୍ଗ ଆମେ।